ମୁଁ ସୂର୍ଯ୍ୟକାନ୍ତ ଦାସରେ ଦେଖନ୍ତୁ ଆମେ ଦୀର୍ଘ 15 ବର୍ଷ ହେଲା ମୁଁ କାକଟପୁର ନିର୍ବାଚନ ମଣ୍ଡଳୀରେ ସମାଜ ସେବାରେ ଆମେ ଲୀନ ଅଛୁ। ଆମର ନିର୍ବାଚନ କଥା ଆସିଲେ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ 5ଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଭିକେ ପାଣ୍ଡିଆନ ସାର୍ ଯଦି କାକଟପୁର ନିର୍ବାଚନ ମଣ୍ଡଳୀର ଉନ୍ନତି ଆଉ ପ୍ରଗତି ପାଇଁ ମୋତେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ଭାବରେ ଆଶୀର୍ବାଦ କରନ୍ତି ଏବଂ ସେବା କରିବାର ସୁଯୋଗ ଦିଅନ୍ତି। ମୁଁ ପ୍ରାର୍ଥୀ ହେଲା ପରେ ତାର ଉନ୍ନତି ଆଉ ପ୍ରଗତି 3 ଗୁଣା ବଢ଼େଇବି ଆଉ ଲୋକଙ୍କ ପାଖରେ ସେବା ପହଞ୍ଚେଇବି। ଆଉ ଯୋଉ ଗୋଟେ ଲେଖା ଲୋକମାନଙ୍କର ଅଭିଯୋଗ ହଉଛି ଯେ ଜିତିଲା ପରେ ନେତାମାନଙ୍କ ଦେଖା ହଉନି, ସେଇଟା ମୁଁ ଦୂର କରିବି। ମୁଁ ନିଜେ ଲୋକଙ୍କ ପାଖକୁ ଯିବି, ଲୋକ ମୋ ପାଖକୁ ଯିବେନି। ମୁଁ ଭୁବନେଶ୍ୱର ରହିବିନି, ମୁଁ ସଦାବେଳେ କାକଟପୁର ନିର୍ବାଚନ ମଣ୍ଡଳୀରେ ପ୍ରତି ଘର ଅନୁକୋଣରେ ରହିବି, ପ୍ରତି ଲୋକଙ୍କ ପାଖରେ ପହଞ୍ଚିବି। ଯୋଉ ସମସ୍ୟାଟା ଅଛି ସେ ସବୁ ଦୂର ହବ। ଆଉ ନବୀନ ପଟ୍ଟନାୟକ ଯେତେ ଯୋଜନା ଅଛି ମୁଁ ସେଇଟା ତ୍ୱରାନ୍ୱିତ କରିବି। ଦେଖନ୍ତୁ ଏଇଟା ହଉଛି ବଡ଼ ପ୍ଲାଟଫର୍ମ। ରାଜନୀତିରେ ହେଲେ ଅଧିକ ଆପଣ ସେବା କରିପାରିବେ, ଗୋଟେ ସୁଯୋଗ ମିଳିବ ଆପଣଙ୍କୁ ଭଲ ସେବା କରିବା ପାଇଁ। ଆପଣ ପ୍ରାଇଭେଟ ହୁଅନ୍ତୁ ସରକାରୀ ସ୍ତର ହଉ, ଆପଣ ହାତଟା ବାନ୍ଧି ହେଲା ଆପଣ ସେବା କରିପାରିବେନି, କିନ୍ତୁ ରାଜନୀତିରେ ପଶିଲା ମାନେ ଅଧିକ ଆପଣ ସେବା କରିବାକୁ ସୁଯୋଗ ମିଳିବ। ତେଣୁ ମୋର ଇଚ୍ଛା ରାଜନୀତି କରିବା ପାଇଁ। ରାଜନୀତି ମୋତେ ସୁଯୋଗ ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ଭିକେ ପାଣ୍ଡିଆନ ସାର୍ ଯଦି ମୋତେ ସୁଯୋଗ ଦିଅନ୍ତି ମୁଁ ତାହେଲେ ସେବା କରିବାକୁ ମନୋବୃତ୍ତି। ନାଇଁ, ମୋର ତ ଦୀର୍ଘ 15 ବର୍ଷ ହେଲା କାକଟପୁର ବାସୀଙ୍କ ସାଙ୍ଗରେ ହୃତପୂତ ଭାବରେ ଜଡ଼ିତ। ମୁଁ ସମସ୍ତଙ୍କ ସାଙ୍ଗରେ ପରିଚିତ, ସିଏ ବି ମୋ ସାଙ୍ଗରେ ପରିଚିତ। ଯେହେତୁ ମୋର ଏବେ ରାଜନୀତି କରିବାକୁ ଆଗ୍ରହ ଅଛି, ତେଣୁ ମୁଁ ଆଗରୁ ସମାଜ ସେବା ଥିଲି, ଏବେ ଆଉ ଟିକେ ଅଧିକ ତ୍ୱରାନ୍ୱିତ କରି ରାଜନୀତି ପାଇଁ ଆଗ୍ରହ ଅଛି। ଅନେକ ଗୁଡ଼ିଏ ଅଛି, କିଛି ଗୋଟେ ହେଇଛି, ଆଉ କିଛି ବାକି ଅଛି। ତା ଯାହା ବାକି ଅଛି ଆମେ କରିବୁ। ଆଉ ମାନ୍ୟବର ମୁଖ୍ୟମନ୍ତ୍ରୀ ତ ଅନେକ ଗୁଡ଼ିଏ ଯୋଜନା ଅଛି, ସେ ଯୋଜନାଟା ଯଦି ଠିକ୍ ସେ ତ୍ୱରାନ୍ୱିତ କରାଯିବ କାକଟପୁର ଆସି ଆନନ୍ଦରେ ରହିପାରିବେ। କିନ୍ତୁ ଯୋଜନାଟା ଠିକ୍ ସେ ୟୁଟିଲାଇଜ କରାଯାଉଛି, ତଥାପି ଆଉ କିଛି ବାକି ରହିଯାଇଛି, ଯାହା ଅସନ୍ତୋଷ ଆଜି ହେଉଛି। ସେ ଅସନ୍ତୋଷ ଆମେ କେମିତି ସମାଧାନ କରିବୁ, ଆମେ ଆସିଲା ପରେ ସେଇଟା ଚେଷ୍ଟା କରିବୁ ଆଉ।